मॉर्निंग ପିଲାମାନେ ଭଲ ଅଛ ସମସ୍ତେ। ଆଜି ଗୋଟିଏ ଗପ ଶୁଣିବା। ପିମ୍ପୁଡ଼ି ଉପକାର ସୁଝିଲା। ତାହେଲେ ପିମ୍ପୁଡ଼ି କ'ଣ ଉପକାର ସୁଝିଲା ଆମେ ଚାଲ ଶୁଣିବା। ଗୋଟିଏ ଜଙ୍ଗଲ ଭିତରେ ନଈ ହେଲା। ଜଙ୍ଗଲ ଭିତରେ ନଈ କୂଳରେ ଗୋଟିଏ ଗଛରେ ଚଢ଼େଇ ବସା ବାନ୍ଧି ରହୁଥିଲା। ଜଙ୍ଗଲ ଭିତରେ ନଈ ଥିଲା। ନଈ କୂଳରେ ଗୋଟିଏ ଗଛରେ ଗୋଟେ ଚଢ଼େଇ ବସା ବାନ୍ଧି ରହୁଥିଲା। ଦିନେ ଚଢ଼େଇ ତଳକୁ ଚାହିଁଲା ଦେଖିଲା ପିମ୍ପୁଡ଼ିଟିଏ ପାଣିରେ ଭାସି ଭାସି ଯାଉଛି। ସେ କ'ଣ କଲା, ଚଢ଼େଇଟି ଯେତେବେଳେ ତଳକୁ ଦେଖିଲା ପାଣିରେ ପିମ୍ପୁଡ଼ିଟିଏ ଭାସି ଭାସି ଯାଉଛି। ପିମ୍ପୁଡ଼ିର ଅବସ୍ଥା ଦେଖି ଚଢ଼େଇ ଗଛରୁ ପତ୍ରଟିଏ ଛିଣ୍ଡାଇ ପାଣିକୁ ପକେଇ ଦେଲା। ସେ କ'ଣ କଲା, ଦେଖିଲା ପିମ୍ପୁଡ଼ି ଭାସି ଯାଉଛି, ପତ୍ର ଗୋଟିଏ ଛିଣ୍ଡେଇକିନା ପାଣିରେ ପକେଇଦେଲା। ପିମ୍ପୁଡ଼ି ପତ୍ର ଉପରକୁ ଚଢ଼ିଗଲା। ସେ ଦେଖିଲା ପତ୍ରଟି ଭାସୁଛି ପାଣିରେ, ପିମ୍ପୁଡ଼ି ତାପରେ ପତ୍ର ଉପରକୁ ଚଢ଼ିଗଲା। ବୁଝିଲା? ପତ୍ରଟି ପାଣିରେ ଭାସି ଭାସି କୂଳରେ ଲାଗିଲା। ପିମ୍ପୁଡ଼ି ଯୋଉ ପତ୍ର ଉପରେ ବସିଲା, ସେ ପତ୍ରଟା କ'ଣ ହେଲା, ଭାସି ଭାସି କ'ଣ ହେଲା, କୂଳରେ ଲାଗିଲା। ହେଲା, ପତ୍ର ଉପରେ ଥିବା ପିମ୍ପୁଡ଼ି କୂଳ ଉପରକୁ ଉଠି ଆସିଲା। କୂଳରେ ଲାଗିଲା ପିମ୍ପୁଡ଼ି, ତାପରେ ସେ ଉଠି ଆସିଲା। ସେଇଠି ଯୋଉ ପିମ୍ପୁଡ଼ି ଓ ଚଢ଼େଇଙ୍କ ମଧ୍ୟରେ କ'ଣ ହେଲା, ବନ୍ଧୁତା ହେଲା। ଦୁହେଁଙ୍କର ସାଙ୍ଗ ହେଲେ। ଦୁହେଁ କ'ଣ ହେଲେ, ଦୁଇ ସାଙ୍ଗ ହେଲେ। କିଏ କିଏ? ପିମ୍ପୁଡ଼ି ଆଉ ବାଇ ଚଢ଼େଇ। ପିମ୍ପୁଡ଼ି ଆଉ ଚଢ଼େଇ ଦୁଇ ସାଙ୍ଗ ହେଲେ। ନାଇଁ, ଦିନେ ଚଢ଼େଇଟି ଗଛ ଉପରେ ବସିଥିବା ବେଳେ ବାଣୁଆଟି ତାକୁ ମାରିବା ପାଇଁ ତୀର ଖଞ୍ଜିଲା। ସେଇ ଚଢ଼େଇଟି ଯିଏ ପିମ୍ପୁଡ଼ିର ଉପକାର କରିଥିଲା, ସିଏ କ'ଣ ଦିନେ ଗଛରେ ବସିଥିଲା, ବାଣୁଆଟି ଆସି ତାକୁ ମାରିବା ପାଇଁ ତୀର ଧରିକିନା ବସିଲା ତଳେ। ହେଲା, ତୀର ଧରିକିନା ବସିଲା। ପିମ୍ପୁଡ଼ିଟି ଏଇ ସମୟରେ ଦେଖିଲା, ପିମ୍ପୁଡ଼ି କ'ଣ କଲା, ଦେଖିଲା ବାଣୁଆଟା ଶିକାର କରିବା ପାଇଁ ଚଢ଼େଇକୁ ତୀର ଧରିକିନା ଗଛ ଉପରେ ବସିଲା। ହେଲା, ଯେମିତି ବସିଲା, ପିମ୍ପୁଡ଼ି କ'ଣ କଲା, ଦୌଡ଼ି ଆସି ପିମ୍ପୁଡ଼ି କ'ଣ କଲା, ଦେଖିଲା ଯେତେବେଳେ ବାଣୁଆ ମାରିବାକୁ ବସିଛି, ସେ କ'ଣ କଲା, ଦୌଡ଼ି ଆସି ତା ଗୋଡ଼କୁ କାମୁଡ଼ି ଦେଲା। କାହା ଗୋଡ଼କୁ? ବାଣୁଆର ଗୋଡ଼କୁ। ହେଲା, କାମୁଡ଼ି ଦେଲା। କାମୁଡ଼ି ଦେବାରୁ ବାଣୁଆର ଲକ୍ଷ୍ୟ ଭ୍ରଷ୍ଟ ହୋଇଗଲା। ଫଳରେ ତୀରଟି କ'ଣ ହେଲା, ତା ଦେହରେ ଆଉ ବାଜିଲା ନାହିଁ। କୋଉଠି ବାଜିଲା? ଗଛରେ ବାଜିଲା। ଚଢ଼େଇଟି ତାପରେ ଉଡ଼ିଗଲା ଏବଂ ରକ୍ଷା ପାଇଗଲା। ପିମ୍ପୁଡ଼ି ତାର ଦିନେ ବାଇ ଚଢ଼େଇ ପିମ୍ପୁଡ଼ି ତାପରେ ତାର ସେଇ